ମୁଁ ଆଜି ଟିକେ ସକାଳୁ ଉଠିକି ଗାଧେଇ ପାଧେଇ ପଡ଼ିଛି ତାକି ଟିକେ ମାଉସୀଙ୍କ ଘରକୁ ଯିବି ବୋଲି। ମି ମୋତେ ବହୁତ ଥର କହିଲାଣି ଯିବା ପାଇଁ। ମୁଁ ତାକୁ କହିଥିଲି ସଟର୍ଡେ ମୋର ଅଫିସ୍ ଛୁଟି ଅଛି ସେଦିନ ଯିବା। ତ ମୁଁ ଏଠି ଟିକେ ସୋଲା ଭାଜିକି ଖାଇ ଦେଇଛି। ତାପରେ ମି ଆଉ ମୁଁ ବାହାରି ଗଲୁ ମାଉସୀଙ୍କ ଘରକୁ ସ୍କୁଟିରେ। ବର୍ଷା କଣ୍ଟିନ୍ୟୁଅସ୍ ହେଲା ପରେ ବ୍ରାହ୍ମଣୀ ପାଣି ବଢ଼ିଛି ଆଉ ଇଏ ହେଉଛି ଆମର ଜୋକଡ଼ିଆ ବ୍ରିଜ୍। ଦେଖୁଛନ୍ତି ତ ପାଣି କେତେ ଫୁଲ୍। ଫାଇନାଲି ମାଉସୀଙ୍କ ଘରେ ମୁଁ ପହଞ୍ଚି ଯାଇଛି ଆଉ ଏଠି କେହି ନାହାନ୍ତି ମୋ ସାଙ୍ଗିଆ। ଇଏ ତାଙ୍କର ଦି ଭଉଣୀ ବସିକି ଗପୁଛନ୍ତି ଆଉ ମୁଁ ମୋର ଏକୁଟିଆ କିଛି ନାହିଁ ବୋଲି ବୋର୍ ହଉଛି। ଘରକୁ ବାହାରିଲଣି ଯିବା ପାଇଁ, ହେଲେ ଏବେ ଯାଏ ବି ଦି ଭଉଣୀଙ୍କର ଗପ ସରିଲାନି। ୟାଙ୍କୁ ଯଦି ଦିନ ସାରା ବି ବସେଇଦବ ୟାଙ୍କ ଗପ ସରିବ। ଏଠି ମଉସା ଠିଆ ହେଇଛନ୍ତି ତ ମୁଁ ଆସିଥିଲି ତାଙ୍କୁ ଦେଖା କରିକି ବାହାରିକି ଯିବି ବୋଲି। ବାଲକୋନିର ଭିଉ ଟିକେ ନେଇଗଲି। ବାଲକୋନିରେ ଠିଆ କଲେ କେମିତି ଦେଖାଯିବ। ଇଏ ହେଉଛି BN କଲେଜ ପାଖରେ ହିଁ ମାଉସୀଙ୍କ ଘରଟା। ମାଉସୀଙ୍କ ଘରୁ ବାହାରି ଯାଇଥିଲୁ ହେଲେ ବାଟରେ ବହୁତ ଜୋରସେ ବର୍ଷା ହେଲା, ଗାଡ଼ି ଚାଲିଲାନି। ସେଥିପାଇଁ ଗାଡ଼ି ଠିଆ କରି ଆମେ ଏଠି ମା ଝିଅ ରହିଗଲୁ ଟିକେ। ମିକୁ ରେନକୋଟ ପିନ୍ଧେଇ ଦେଇଛି ଆଉ ମୋ ମି ମାର ଠେକୁଆ ଭଳି ଦେଖାଯାଉଛି। ମାଉସୀଙ୍କ ଘରୁ ବାହାରିଲା ବେଳଠୁ ହିଁ ମୁଁ ଭାବି ସାରିଥିଲି କି ଗଲା ପୂର୍ବରୁ ମଲ୍ ହେଇକି ଯିବି ବୋଲି, ହେଲେ ବର୍ଷାଟା ବର୍ବାଦ କରିଦେଇଥିଲା। ସେଥିପାଇଁ ମିଠୁ ଦୀପଦ ଗାଳି ବି ଶୁଣିଥିଲି। ସପିଂ କରିବା ପାଇଁ ଯଦି ଥିବ ମୋତେ ଗାଳି ମାଡ଼ ଏସବୁ କିଛି କାଟୁ କରିବନି। ଅନ୍ୟା ହେଇଯାଉ ହେଲେ ସପିଂ ଜାରି ରହିବା ଦରକାର। ତ ମୁଁ ମୋର ସପିଂ ବି କଣ୍ଟିନ୍ୟୁ ରଖିଛି। କି ଗାଳି ସବୁ ବର୍ଷଣ ଘରକୁ ଗଲେ ହବ। ତ ଫାଇନାଲି ମୋ ସପିଂ ସରିଯାଇଛି, ଲେଟ୍ ବି ହେଇଗଲାଣି ଆଉ ମୁଁ ଚାଲିଲି ଘରକୁ। ପୁଣି ଦେଖା ହେବା ନେକ୍ସଟ ବ୍ଲଗରେ। ଟାଟା।